ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ଗୋଟେ ମଜାଦାର ରେସିପି ବନେଇବା ପୋଇର ପୋଇ ତରକାରୀ କରିବା। ଆଉ ସିଏ ପୁଣି ଅଲଗା ନୂଆ ଉପାୟରେ। ଆପଣ ତ ପୋଇ ବହୁତ ପ୍ରକାର ଉପାୟରେ ବନେଇଥିବେ, କିନ୍ତୁ ଏମିତି ଥରେ ପୋଇକୁ ବନାନ୍ତୁ, ଆପଣଙ୍କୁ ବହୁତ ବଢ଼ିଆ ଲାଗିବ। ତ ସାଙ୍ଗମାନେ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ ନିଶ୍ଚିନ୍ତ କରିବେ। ଆଉ ଦେଖନ୍ତୁ, ଏଇଠି ଆମେ ପ୍ରଥମେ କ'ଣ କରିବା, ଗୋଟେ କଂସାରେ କି ଗୋଟେ କୌଣସି ବାସନରେ ପାଣି କିଛି ନେଇଯିବା। ତ ମୁଁ ଏଇଠି ପାଣି କିଛି ନେଇଯାଇଛି ପ୍ରଥମେ। ତ ପୋଇ ଗୁଡ଼ିକ ଏମିତି ପତ୍ର ଗୁଡ଼ିକ ଅଲଗା କରିନେବା, ଆଉ ତା ଡଙ୍କକୁ ଏମିତି କାଟି ନେବା, ମାନେ ଟିକେ ବଡ଼ ସାଇଜ୍ରେ ଏମିତି କାଟି ନେବା। ଆଉ ତା ଚୋପା ଗୁଡ଼ିକ ଏମିତି ଛଡ଼େଇ ନେବା। ଉପର ଯେଉଁ ଗୋଟେ ପରସ୍ତ ରୁହେ ପୋଇର, ତାକୁ ଏମିତି ଛଡ଼େଇ ନେବା। ଏମିତି ଛଡ଼େଇ ନେଲେ କ'ଣ ହେବ ନା, ପୋଇଟା ବହୁତ ବଢ଼ିଆ ଲାଗିବ ଖାଇବା ପାଇଁକି। ତ ଏମିତି ଛଡ଼େଇକିରି ସବୁ ଗୁଡ଼ିକ ଏମିତି କାଟି ନେବା। ପୋଇକୁ ଏମିତି ଛଡ଼େଇବା, କିନ୍ତୁ ପ୍ରଥମେ ତା ପତ୍ର ଗୁଡ଼ିକ କାଢ଼ିକି ଅଲଗା ରଖିନେବା। ତ ଦେଖନ୍ତୁ, ମୁଁ ସବୁ ଗୁଡ଼ିକ ପୋଇ କାଟି ନେଇଛି, ପତ୍ର ଗୁଡ଼ିକ କାଢ଼ିକି ଅଲଗା ରଖି ନେଇଛି। ତ ମୁଁ ଏବେ ପୋଇ ଗୁଡ଼ିକ ଧୋଇକିରି ପାଣିରେ ଅଲଗା ରଖି ନେଉଛି। ମୁଁ ବାଇଗଣ ଦୁଇଟା ନେଇଛି, ବିନା ମାନେ ପୋକବାଲା ବାଇଗଣ, ପୁରା ବଢ଼ିଆ ବାଇଗଣ ନେବେ। ତ ଦେଖନ୍ତୁ ଏଇଠି, ତ ଏମିତି ବାଇଗଣକୁ ବେଶୀ ବଡ଼ କରିବେନି କି ବେଶୀ ଛୋଟ କରିବେନି। ତ ଏମିତି ବାଇଗଣକୁ କାଟି ନେବା। ତ ମୁଁ ଦୁଇଟା ବାଇଗଣ ନେଇଛି, ଯେଉଁଟାକି ବିନା ପୋକବାଲା। ତ ମୁଁ ଏମିତି ବାଇଗଣକୁ କାଟି ନେଉଛି। ତ ଏମିତି କାଟି ସାରିଲା ପରେ ବାଇଗଣକୁ ପାଣିରେ ପକାଇବେ, ନଚେତ୍ କଳା ପଡ଼ିଯିବ। ତ ଏମିତି ଆମେ କାଟି ନେବା। ତ ଆପଣ ଚାହିଁଲେ ବାଇଗଣକୁ ଯେଉଁ ଟାଇମ୍ରେ ତରକାରୀ କରିବେ ସେଇ ଟାଇମ୍ରେ ବାଇଗଣକୁ କାଟିବେ। ତ ମୁଁ ଏଇଠି କାଟିକିରି ଭଲସେ ଧୋଇକିରି, ତ ମୁଁ ଏଇଠି ଗୋଟେ ପ୍ଲେଟ୍ରେ ରଖି ନେଉଛି। ତାପରେ ମୁଁ ଏଇଠି ନେଇଛି ଗୋଟେ ଦେଶୀ ଆଳୁ ନେଇଛି, କିଛି ସାରୁ ନେଇଛି, ଆଳୁ ନେଇଛି। ତ ଏଇସବୁ ଜିନିଷକୁ ଆମେ ପକାଇବା। ଦେଶୀ ଆଳୁ ମୁଁ ବହୁତ ବଡ଼ ଦେଶୀ ଆଳୁଟେ ନେଇଛି, କିନ୍ତୁ ତା'ର ଅଧା ପକାଇବା। ତା ପୁଆଟାକୁ ମୁଁ ପ୍ରଥମେ କାଢ଼ି ନେଉଛି। ସେଇଟା ଆମେ ପକାଇବାନି, ସେଇଟା ପକାଇଲେ ଭଲ ଲାଗେନି। ତ ଏଇଟା ଆମେ ଗୋଟେ ଖଣ୍ଡ ପକାଇବା। ତ ଦେଶୀ ଆଳୁ ଟିକେ ଲାଳୁଆ ଲାଳୁଆ ଲାଗେ, ମାନେ ହାତକୁ ଲାଗେ କାଟିଲା ଟାଇମ୍ରେ। ତ ଏଇଠି ଆମେ ଭଲସେ ଚୋପା ଛଡ଼େଇକିରି ଦେଶୀ ଆଳୁକୁ ଛୋଟ ଛୋଟ ପିସ୍ କରି କାଟି ନେବା। ପାଣିରେ ଭଲସେ ଧୋଇ ନେବା, ଯେଉଁଟାକି ଲାଳ ବି ଛାଡ଼ିଯିବ। ତ ଏଇଠି ଦେଖନ୍ତୁ, ମୁଁ ଦେଶୀ ଆଳୁ କାଟିକିରି ସାଇଡ଼୍ କରି ପାଣିରେ ଭଲସେ ଧୋଇକି ରଖି ନେଇଛି ଗୋଟେ ପ୍ଲେଟ୍ରେ। ତାପରେ ମୁଁ ଏଇଠି ସାରୁ ଗୁଡ଼ିକ ବି ଚୋପା ଛଡ଼େଇକି ଭଲସେ ଧୋଇକି କାଟି ନେଉଛି। ସାରୁ ଗୁଡ଼ିକ ବି ଟିକେ ଲାଳୁଆ ଲାଳୁଆ ଲାଗେ, ବେଶୀ ଲାଗେନି, କିନ୍ତୁ ପାଣିରେ ପଡ଼ିଲେ ଟିକେ ଲାଳ ଲାଗେ। ତ ଏଇଠି ସାରୁ ଗୁଡ଼ିକ ବି ଆପଣ ଭଲସେ ଧୋଇ ନେବେ। ତ ସବୁ ଜିନିଷ ଆମେ ଏଇଠି ରେଡ଼ି କରିନେବା। ସାଙ୍ଗମାନେ, ଯଦି ଆପଣ ମୋ ଚ୍ୟାନେଲରେ ନୂଆ, ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, ଏମିତି ବଢ଼ିଆ ଭିଡ଼ିଓ ଦେଖିବା ପାଇଁକି। ମୁଁ ସବୁଦିନ କିଛି ନୂଆ ରେସିପି ନେଇକି ଆସୁଛି ଆପଣମାନଙ୍କ ପାଇଁକି। ତ ଦେଖିବା ପାଇଁ ବିଲକୁଲ ବି ଭୁଲିବେନି। ତ ଏଇଠି ଦେଖନ୍ତୁ, ମୁଁ ସାରୁ ଗୁଡ଼ିକ ବି ଧୋଇକିରି ଏଇଠି ରଖିନେଲି। ତ ଆମର ସବୁ ପରିବା କଟା ହେଇଗଲା, ଧୁଆ ହେଇକି ରଖା ବି ହେଇଗଲା। ଆପଣ ଯଦି ଚାହିଁବେ ଆପଣଙ୍କ ମନପସନ୍ଦର ଅଲଗା କୌଣସି ବି ପରିବା ନେଇପାରିବେ। ତ ଏଇଠି ଦେଖନ୍ତୁ, ଚାଲନ୍ତୁ ଆମେ ରେଡ଼ି କରିବା, ତରକାରୀଟା ବନେଇବା। ତରକାରୀ ବନେଇବା ପାଇଁ ମୁଁ ଗୋଟେ କଡ଼େଇ ନେଇଛି। ତ ମୁଁ କଡ଼େଇରେ କିଛି ତେଲ ଦେଇଛି, ସୋରିଷ ତେଲ। ତାପରେ ସବୁ ଗୁଡ଼ିକ ପରିବା ପୋଇ ଆମେ ତେଲରେ ପକାଇକି ଭାଜିବା। ତେଲରେ ପକାଇ ଭାଜିଲେ ଇଏ ବହୁତ ବଢ଼ିଆ ଲାଗେ ଖାଇବା ପାଇଁକି। ମୁଁ ଟିକେ ହଳଦୀ ଦେଇଛି, ସ୍ୱାଦ ହିସାବରେ ଲୁଣ ଦେଇଛି, ଆଉ ଟିକେ ରାଗର ଲଙ୍କାଗୁଣ୍ଡ ଦେଇଛି। ଆପଣ ଲଙ୍କାଗୁଣ୍ଡ କମ୍ ବେଶୀ କରିପାରିବେ ଆପଣଙ୍କ ହିସାବରେ। ତ ମୁଁ ଏସବୁକୁ ଭଲସେ ଗୋଳେଇକି ଘୋଡ଼େଇ ଦେଇଥିଲି। ତ ଏଇଠି ଦେଖନ୍ତୁ, ପରିବା ଗୁଡ଼ିକ କେମିତି ଭଲସେ ଭାଜି ହେଇଯାଇଛି। ତ ଏବେ ଆମେ କ'ଣ କରିବା, ଗୋଟେ କଡ଼େଇ ପ୍ଲେଟ୍ରୁ
କାଢ଼ିଦେବା ଏ ପରିବା ଗୁଡ଼ିକ। ଭଜା ହେଇଥିବା ପରିବା ଗୁଡ଼ିକ ଆମେ କଡ଼େଇରୁ ସବୁ କାଢ଼ି ନେଲେ। ଏବେ ଆମେ ସେଇ କଡ଼େଇ ଦେହରେ ଅଳ୍ପ ଟିକେ ସୋରିଷ ତେଲ ଦେବା, ଟିକେ ଜିରା ଦେଇଛି, ଅଧା ଚାମଚ ଜିରା ଦେଇଛି, ଆଉ ମୁଁ ଏଠି ଟିକେ ହେଙ୍ଗୁ ଦେଇଛି। ହେଙ୍ଗୁରେ ବହୁତ ବଢ଼ିଆ ବାସ୍ନା ଆସିବ ଆଉ ବହୁତ ଭଲ ଲାଗିବ ଖାଇବା ପାଇଁକି। ମୁଁ 3ଟା ପିଆଜ ଯେଉଁଟାକି ଛୋଟ ଛୋଟ କରି କାଟିକି ମୁଁ ଏଠି ନେଇଛି। ପିଆଜକୁ ଆମେ ଭାଜିବାକୁ ରଖିବା। ପିଆଜ ଯେପର୍ଯ୍ୟନ୍ତ ଭାଜି ହେଉଛି, ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲା ପାଇଁ ମୁଁ ଗୋଟେ ଛୋଟ ପିଆଜ ନେଇଛି, କିଛି ରସୁଣ, ଅଦା ଆଉ ଅଧା ଚାମଚ ଜିରା ନେଇଛି। ତ ମୁଁ ଏଇଠି ଭଲ ସେ ପେଷ୍ଟ ବନେଇ ଦେଇଛି। ତା ଭିତରେ ଦେଖନ୍ତୁ ପିଆଜ ବି ଆମର ଭାଜି ହେଇଯାଇଛି। ତ ମୁଁ ଏଇଠି କାଶ୍ମୀର ଲଙ୍କା ଗୁଣ୍ଡ ଟିକେ ଦେଇଛି। ତାପରେ ଏଇ ମସଲାକୁ ଦେଇ ଦେଇଛି। ବେଶୀ ମସଲା ଆମେ ଦେଉନେ, ଅଳ୍ପ ମସଲା ଦେଉଛେ। ତ ମୁଁ ଏଇଠି ମସଲାକୁ ଦେଇ ଦେଇଛି। ମସଲାକୁ ଦେଇ ସାରିଲା ପରେ ଆମେ ମସଲାକୁ କିଛି ସମୟ ତେଲରେ ଭାଜିଛୁ, ଯେଉଁଟାକି ମସଲାର କଞ୍ଚା ଅଂଶ କଟିବା ପର୍ଯ୍ୟନ୍ତ ଆମେ ଭାଜିଥିଲୁ। ତ ଏଇଠି ମସଲା ବି ଭାଜି ହେଇଯାଇଥିଲା। ତ ମୁଁ ଏଇଠି ପାଣି ଦେଇ ଦେଇଛି। ମୁଁ ସବୁବେଳେ ସାଙ୍ଗମାନେ ଗରମ ପାଣି ହିଁ ଦିଏ, ଥଣ୍ଡା ପାଣି ମୁଁ ବିଲକୁଲ ହିଁ ଦିଏନି। ତ ମୁଁ ଏଇଠି ଟିକେ ଦେଇଛି ଧନିଆ ଗୁଣ୍ଡ। ଧନିଆ ଗୁଣ୍ଡ ଦେଇକି ମୁଁ ଭଲସେ ଗୋଳେଇ ନେଇଛି। ମସଲା ଫୁଟିବାକୁ ଆରମ୍ଭ କରିଥିଲା, ଟିକେ ମସଲା ସିଝି ବି ଯାଇଥିଲା। ତ ମୁଁ ଏଇଠି ସବୁଯାକ ପରିବା ଦେଇ ଦେଇଛି। ଏ ପରିବା ଭିତରେ ମସଲା ପଶିବା ସାଙ୍ଗେ ସାଙ୍ଗେ ମସଲା ବି ସିଝିଯିବ। ତ ଏଇଠି ମୁଁ ଟିକେ ପାଣି ଦେଇଛି। ପାଣି ଦେଇକି ଆମେ ଆକୁ ଭଲସେ ଭାଜିଥିଲୁ, ଭଲସେ ଟିକେ ମାନେ ମସଲାକୁ ଆଉ କଷିଥିଲୁ ପରିବା ସାଙ୍ଗରେ 2ରୁ 3 ମିନିଟ୍। ତାପରେ ମୁଁ ଏଇଠି ପୋଇ ପତ୍ରକୁ ଦେଇ ଦେଇଛି, କାହିଁକି ନା ପ୍ରଥମରୁ ଆମର ପରିବା ସିଝି ଯାଇଛି। ଭଜା ହେଇବା ସମୟରେ ଏଇଠି ପୋଇ ପତ୍ର ଦେଇ ମୁଁ ଏଇଠି ଘୋଡ଼େଇ ଦେଇଛି। 3ରୁ 4 ମିନିଟ୍ ମୁଁ ଏଇଠି ଘୋଡ଼େଇଥିଲି। ତ ଏଇଠି ଦେଖନ୍ତୁ କେତେ ବଢ଼ିଆ ସେ ମଜାଳିଆ ପୁରା ଏକଦମ ପୋଇର ତରକାରୀ ବା ସନ୍ତୁଳା ଆପଣ ଯାହା ବି କହିପାରିବେ। ତ ଏଇଠି ଦେଖନ୍ତୁ ଏକଦମ ବଢ଼ିଆ ସେ ରେଡ଼ି ହେଇଛି। ଏତେ ବଢ଼ିଆ ବାସ୍ନା ହେଉଛି ଯେ ଘର ପୁରା ମହକୁଛି ସାଙ୍ଗମାନେ। ତ ଏମିତି ନିଶ୍ଚିନ୍ତ ପୋଇକୁ ବନାନ୍ତୁ, ଆପଣଙ୍କୁ ବହୁତ ହି ଭଲ ଲାଗିବ ପଖାଳ ସାଙ୍ଗରେ ଖାଇବା ପାଇଁକି, ଭାତ ସାଙ୍ଗରେ ଖାଇବା ପାଇଁ। ଯଦି ଏମିତି ରୋଷେଇ କରୁଛନ୍ତି ପୋଇକୁ, ଅଲଗା କୌଣସି ବି ତରକାରୀ ପତ୍ର ଦରକାର ହେବନି। ତ ସାଙ୍ଗମାନେ ଆପଣଙ୍କୁ ଏ ରେସିପି କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ଆଉ ଆପଣ କେଉଁଠୁ ଦେଖୁଛନ୍ତି ସେଇଟା ବି ଜଣାଇବେ। ଆଜି ପାଇଁ ସାଙ୍ଗମାନେ ରହୁଛି, ପୁଣି ଆସିବି ନୂଆ ଏକ ରେସିପି ନେଇକି।